ଯଦି ଜନ୍ମ ସମୟରେ ମକର ରାଶିରେ ମଙ୍ଗଳ ଥାନ୍ତି, ଆମେ କଣ ଜାଣିଛେ ମକରରେ ମେଦିନୀ ସୁତ, ମକରରେ ମଙ୍ଗଳ ଉଚ୍ଚ ରହିଯାଏ। ତାହେଲେ ମକର ରାଶିରେ ଯଦି ମଙ୍ଗଳ ଦେଖିଲେ, ତାହେଲେ ଏ ଲୋକକୁ ଦେଖି ଦେଖି ରହିବେ ଭାଇ, ଇଏ ସଦା ସର୍ବଦା ଯୁଦ୍ଧ କରିବାକୁ ଆଗ୍ରହୀ, ଯୁଦ୍ଧ କରବାର ରଣରେ ପରାକ୍ରମୀ, ସ୍ତ୍ରୀ ଠାରୁ ସୁଖ, ନିଜ ଲୋକ ଏଇମାନଙ୍କ ସହିତ ଧୋକା ଧାଡି କରିବାର ସମ୍ଭାବନା ରହିଛି। ବୈଭବଶାଳୀ ହେଇଥାନ୍ତି ଏ ଲୋକମାନେ, ଲକ୍ଷ୍ମୀବାନ ହୋଇଥାନ୍ତି। ଯଦି ପାପ ଦୃଷ୍ଟ ଥାଏ ସେଇ ମଙ୍ଗଳ, ତାହେଲେ ଏ ଫଳରେ ବହୁତ ମାତ୍ରାରେ ଖରାପ ହୁଏ। ଖାଲି ଛୋଟ ମୋଟ ଖରାପ, କାରଣ ମାର୍ସ ମଙ୍ଗଳ ମକରରେ ଉଚ୍ଚ ହୋଇଥାନ୍ତି, ଆଉ ସେତେବେଳେ ଯିଏ ଯୋଉଠି ଉଚ୍ଚ ହେଲା ସେ ସେଠି ପାୱାରଫୁଲ ହେଇଗଲା, ଆଉ ସିଏ ଯଦି ପାପ ଦୃଷ୍ଟ ହେଲା, ତାହେଲେ ତା ଅବସ୍ଥା ସେଇ, ଯୋଉ ମେଡିସିନ ଖାଇଲେ ରୋଗ ଭଲ ହବ, ସେଇ ମେଡିସିନ ର ଅପବ୍ୟବହାର ହେଲେ ଦେହ ବି ସେତିକି ମାତ୍ରାରେ ଖରାପ ହବ। ଠିକ ଅଛି। ତେବେ ଆମେ ଏଥିରୁ ଜାଣିଲେ ଯେ ମକର ମଙ୍ଗଳ ଉଚ୍ଚ, ଯଦି ପାପ ଦୃଷ୍ଟି ନାହିଁ ତାହେଲେ ବହୁତ ବଢିଆ, ଶୁଭ ଗ୍ରହ ସହିତ ବସିଛନ୍ତି ବହୁତ ବଢିଆ। ଯଦି ପାପ ଦୃଷ୍ଟି ଅଛି କି ପାପ ଗ୍ରହ ସହିତ ବସିଛନ୍ତି, ତାହେଲେ ଇଏ ଫଳ ବହୁତ ମାତ୍ରାରେ ଖରାପ କରିବ। ଠିକ ଅଛି। କଣ କଣ ଖରାପ କରିବ ନା, ଯୋଉ କାରକ ତତ୍ଵ ଗୁଡିକ କହିଲି ସେ କାରକ ତତ୍ଵର ଏଗେନଷ୍ଟରେ ଫଳ ଗୁଡାକ ମିଳିବ।